ତ ପିଲାମାନେ ଆଜି ଆମେ ପଢ଼ିବା ଖିଲାଫତ ଆନ୍ଦୋଳନ ବିଷୟରେ। ତ ଖିଲାଫତ ଆନ୍ଦୋଳନ ଆରମ୍ଭ ହୋଇଥିଲା ଧର୍ମଗୁରୁଙ୍କୁ ନେଇକି। ତ ମୁସଲିମ ମାନଙ୍କର ଧର୍ମଗୁରୁ ଜଣେ ଥିଲେ, ତାଙ୍କୁ ଆମେ କ'ଣ କହୁଛେ? ତାଙ୍କୁ ଆମେ କହୁଛେ ଖଲିଫା। ଖଲିଫା। ତ ଖଲିଫା କୋଉଠି ରହୁଥିଲେ? ନା ଖଲିଫା ରହୁଥିଲେ ତୁର୍କୀଠାରେ। ତାହେଲେ ସେ ତ ଖଲିଫା ତୁର୍କୀଠାରେ ରହୁଥିଲେ। ତାହେଲେ ଆନ୍ଦୋଳନ କ'ଣ ପାଇଁ ହେଇଥିଲା? ନା ଆନ୍ଦୋଳନ ଏଇଥିପାଇଁ ହେଇଥିଲା, ସେତେବେଳେ ତୁର୍କୀରେ ଶାସନ ଚାଲୁଥିଲା ଇଂରେଜ ମାନଙ୍କର। ତ ଇଂରେଜ ମାନଙ୍କର ସେଠାରେ ଶାସନ ଚାଲୁଥିଲା। ଯେହେତୁ ଶାସନ ଚାଲୁଥିଲା, ତ ସେମାନେ କ'ଣ ଚାହୁଁଥିଲେ? ତାଙ୍କର ସବୁ ଧନ ସମ୍ପତ୍ତିକୁ ଆପଣେଇବାକୁ ଚାହୁଁଥିଲେ। ସେଇଥିପାଇଁ ସବୁଠୁ ଅଧିକ ଜାଗା ବାଡ଼ି ସବୁ କାହା ନାଁରେ ଥିଲା? ସବୁ ଖଲିଫାଙ୍କ ଅଣ୍ଡରରେ ଥିଲା। ତ ସେଇଥିପାଇଁ ସେମାନେ ଖଲିଫା ପଦଟାକୁ ହଟାଇବାକୁ ଚାହୁଁଥିଲେ ଇଂରେଜ ମାନେ। ତ ସେଇଥିପାଇଁ ଯେହେତୁ ସେ ତାଙ୍କର ଧର୍ମଗୁରୁ ଥିଲେ, ତ ଯେମିତି ଆମର ହିନ୍ଦୁ ଧର୍ମ ହଉ, ହିନ୍ଦୁ ଧର୍ମ ମାନଙ୍କର କ'ଣ ହେଲା କି ଅସୁବିଧା ହେଲା ତ ସମସ୍ତେ ବାହାରୁଛେ। ତ ସେମିତି ମୁସଲିମ ମାନଙ୍କର ଯେହେତୁ ସେ ଧର୍ମଗୁରୁ ଥିଲେ, ତାଙ୍କୁ ସମ୍ମାନ ଜଣାଇ ଗୋଟେ ଆନ୍ଦୋଳନ ଆରମ୍ଭ ହେଇଥିଲା। ଯେହେତୁ ଖଲିଫା ତାଙ୍କ ନାଁ ହେଲା, ଖଲିଫାଙ୍କୁ ସମ୍ମାନ ଜଣାଇ ଗୋଟେ ଆନ୍ଦୋଳନ ଆରମ୍ଭ ହେଇଥିଲା। ସେଇଥିପାଇଁ ତାର ନାଁ ହେଲା ଖିଲାଫତ ଆନ୍ଦୋଳନ। ଆମେ ଦେଖିବା ଖିଲାଫତ ଆନ୍ଦୋଳନ କୋଉମାନେ ଆରମ୍ଭ କରିଥିଲେ? ବୋଲେ ସେତେବେଳେ ତମେ ଜାଣିଛ ଭାରତ, ପାକିସ୍ତାନ, ତାପରେ କ'ଣ ବାଂଲାଦେଶ ମିଶିକି ଗୋଟିଏ ଦେଶ ଥିଲା। ତ ବାଂଲାଦେଶର ରାଜଧାନୀ ବି ଅଛି, ଏ ଜାଗାଟା ନାଁ ହେଉଛି, ତା ନାଁ ହେଉଛି, ଏ ଜାଗାଟା ନାଁ ହେଉଛି ଢାକା। କ'ଣ ସେ ଜାଗାଟା ନାଁ ହେଉଛି? କ'ଣ ସେ ଜାଗାଟା ନାଁ ହେଉଛି ଢାକା। ବୋଲେ ଢାକାଠାରେ ଦିଟା ଭାଇ ଏଇଟା ଆରମ୍ଭ କରିଥିଲେ। ତାଙ୍କୁ ଦୁଇ ଅଲି ବ୍ରଦର୍ସ କୁହାଯାଏ। ଦୁଇ ଅଲି ଭାଇ କୁହାଯାଏ। ଦୁଇ ଅଲି ଭାଇ। ତା ନାଁ କ'ଣ? ନା ଜଣଙ୍କ ନାଁ ହେଉଛି ଶୌକତ ଅଲି, ଆଉ ଜଣଙ୍କ ନାଁ ହେଉଛି ମହମ୍ମଦ ଅଲି। ଦି ଭାଇ ସିଏ, ଗୋଟେ ହେଉଛି ଶୌକତ ଅଲି, ଆଉ ଜଣଙ୍କ ନାଁ ହେଉଛି ମହମ୍ମଦ ଅଲି। ବୋଲେ ଇଏ କୋଉଠୁ ଆରମ୍ଭ କରିଥିଲେ? ନା ଢାକାରୁ ଆରମ୍ଭ କରିଥିଲେ ଖିଲାଫତ ଆନ୍ଦୋଳନ। ତମେ ଯଦି କହିବ ଖିଲାଫତ ଆନ୍ଦୋଳନ କ'ଣ ପାଇଁ ତା ନାଁ ଖିଲାଫତ ଆନ୍ଦୋଳନ ହେଇଥିଲା? ନା ଯେହେତୁ ସେ ଖଲିଫା, ଯେହେତୁ ତାଙ୍କ ଧର୍ମଗୁରୁଙ୍କ ପଦ ନାଁ ଥିଲା ଖଲିଫା, ଖଲିଫାଙ୍କୁ ସମ୍ମାନ ଜଣାଇ ଯେଉଁ ଆନ୍ଦୋଳନଟା ଆରମ୍ଭ ହେଇଥିଲା ତାକୁ କୁହାଯାଏ ଖିଲାଫତ ଆନ୍ଦୋଳନ। କ'ଣ ଇଏ ଦି ଭାଇ କେବଳ ଆନ୍ଦୋଳନ କରିଥିଲେ? ନା, ଦି ଭାଇ ଆନ୍ଦୋଳନର ମୁଖ୍ୟ ଥିଲେ। ବୋଲେ ଆଉ ଜଣେ ବି ମୁଖ୍ୟ ଥିଲେ, ତାଙ୍କ ଦି ଜଣଙ୍କୁ ଯେ ବହୁତ ସାହାଯ୍ୟ କରିଥିଲେ। ତ ତାଙ୍କ ନାଁ ହେଉଛି ଆବୁଲ କାଲାମ ଆଜାଦ। ଆବୁଲ କାଲାମ ଆଜାଦଙ୍କ ବିଷୟରେ ଟିକେ ପଢ଼ିବା। ଏ ଯେଉଁ ଆବୁଲ କାଲାମ ଆଜାଦ ଥିଲେ, ସେ ଆମର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ। ତ ଇଏ କ'ଣ ଥିଲେ? ଶିକ୍ଷାମନ୍ତ୍ରୀ ଭାରତର। ପିଲା ୟାଙ୍କର ନାଁ କ'ଣ ଥିଲା? ଆମକୁ କହୁଥିଲେ କ'ଣ? ଆବୁଲ କାଲାମ ଆଜାଦ। ଯେମିତି ଆମର ସବୁ ଦୁଇଟା ନାଁ ଅଛି, ଗୋଟେ ଡାକ ନାଁ ଆଉ ଗୋଟେ ବହିରେ ନାଁ, ଯେଉଁ ଲେଖୁଛେ ଆମେ ଯେଉଁ ଗୋଟେ ନାଁ। ତ ସେମିତି ତାଙ୍କର ପ୍ରକୃତ ନାଁ ଥିଲା ମହିଉଦ୍ଦିନ ମହମ୍ମଦ। ଇଏ ଗୋଟେ ବହିଟେ ଲେଖିଥିଲେ। ଏ ବହି ଲେଖିଥିଲେ, ଯେଉଁ ବହିଟା ଲେଖିଥିଲେ ତାଙ୍କ ନାଁ, ସେ ବହିଟା ନାଁ ହେଉଛି ଇଣ୍ଡିଆ ୱିନ୍ସ ଫ୍ରିଡମ୍। ଇଣ୍ଡିଆ ୱିନ୍ସ ଫ୍ରିଡମ୍। ପିଲା ମନେ ରଖ ଭଲସେ। ଆବୁଲ କାଲାମ ଆଜାଦ କୋଉଥିରେ ସାହାଯ୍ୟ କରିଥିଲେ? ନା ଖିଲାଫତ ଆନ୍ଦୋଳନରେ ସାହାଯ୍ୟ କରିଥିଲେ। ସିଏ କ'ଣ ଥିଲେ? ନା ଫାଷ୍ଟ ଆମର ଶିକ୍ଷାମନ୍ତ୍ରୀ ଥିଲେ। ତାଙ୍କର ତାଙ୍କର ନାଁ, ପ୍ରକୃତ ନାଁ କ'ଣ ଥିଲା? ମହିଉଦ୍ଦିନ ମହମ୍ମଦ ଥିଲା। ସେ କ'ଣ ଯେଉଁ ଗୋଟେ ବହିଟେ ଲେଖିଥିଲେ, ସେ ବହିଟା ନାଁ କ'ଣ? ଇଣ୍ଡିଆ ୱିନ୍ସ ଫ୍ରିଡମ୍। ବୋଲେ ଇଏ କ'ଣ ଥିଲେ? ଏତେ ସବୁ ଯେହେତୁ ଇଏ ଭଲ କାମ କରିଥିଲେ, ତାଙ୍କୁ ଆମର ଭାରତ ରତ୍ନ ଦିଆଯାଇଥିଲା। ଭାରତ ରତ୍ନ ତାଙ୍କୁ ଦିଆଯାଇଥିଲା। କେବେ ଦିଆଯାଇଥିଲା? ନା 1992 ମସିହାରେ ତାଙ୍କୁ ଭାରତ ରତ୍ନ ଦିଆଯାଇଥିଲା। ତ ଆବୁଲ କାଲାମ ଆଜାଦ କିଛିଟା ଯେଉଁ ବହିରେ ତମର ଦେଇଛି କେତେଟା ଇମ୍ପୋର୍ଟାଣ୍ଟ କଥା। ତ ସେଇ ଇମ୍ପୋର୍ଟାଣ୍ଟ କି ସେଇଗୁଡ଼ାକ ହେଉଛି, ଫାଷ୍ଟ ଶିକ୍ଷାମନ୍ତ୍ରୀ ସେ ଥିଲେ। ତାଙ୍କ ନାଁ ଥିଲା ମହିଉଦ୍ଦିନ ମହମ୍ମଦ। ସେ ଥିଲେ କ'ଣ? ଗୋଟେ ବହି ଲେଖିଥିଲେ, ସେ ବହିଟାର ନାଁ ହେଉଛି ଇଣ୍ଡିଆ ୱିନ୍ସ ଫ୍ରିଡମ୍। ଆଉ ସେ ଭାରତ ରତ୍ନ ପାଇଥିଲେ କେବେ? 1992ରେ କ'ଣ ହେଇଥିଲା? ଭାରତ ରତ୍ନ ମିଳିଥିଲା। ତ ଏତିକି ସହିଲା ଆମର କ'ଣ? ଆବୁଲ କାଲାମ ଆଜାଦଙ୍କ ବିଷୟରେ। ତାପରେ ପଢ଼ିବା ଯେ ମହାତ୍ମା ଗାନ୍ଧୀ ସେଠି କ'ଣ ପାଇଁ ଯୋଗଦାନ ଦେଇଥିଲେ? ସେ ତ ମୁସଲମାନଙ୍କର ହେଇଥିଲା। ତ ମୁସଲମାନ ଗୁରୁଙ୍କୁ ସେ ଭଲ ପାଉଥିଲେ। ତ ସେଇଥିପାଇଁ ସେ ଗୋଟେ ଆନ୍ଦୋଳନ କରିଥିଲେ, ଯାହା ନାଁ ହେଉଛି ଖିଲାଫତ ଆନ୍ଦୋଳନ। କେଉଁଠୁ କରିଥିଲେ? ନା ଆମର ଢାକାରୁ ଆରମ୍ଭ କରିଥିଲେ। ବୋଲେ ଭାରତରେ ସେଥିରେ ମିଶିକି ଥିଲା। ତାପରେ ଯେହେତୁ ଭାରତ ପାକିସ୍ତାନ ଅଲଗା ହେଇଗଲା, ତ ବୋଲେ ବାଂଲାଦେଶ ଆଗରୁ କ'ଣ ଥିଲା? ଆଗରୁ ବାଂଲାଦେଶଟା ଥିଲା କ'ଣ? ଆମର ପୂର୍ବ ପାକିସ୍ତାନ ଥିଲା ହେଲା।
ତ ପିଲେ ଦେଖ 1919 ମସିହାରେ କ'ଣ ହେଲା ନା ନିଖିଳ ଭାରତୀୟ ଖିଲାଫତ କମିଟିର ସଭାପତି ହେଇଗଲେ ଗାନ୍ଧିଜୀ। ନିଖିଳ ଭାରତୀୟ ଖିଲାଫତ କମିଟି। ପିଲେ ଆର ସଦସ୍ୟ ହେଇଗଲେ କିଏ ସଦସ୍ୟ ହେଇଗଲେ ନା ଗାନ୍ଧିଜୀ। ଗାନ୍ଧିଜୀ ଏହାର ସଦସ୍ୟ ହେଇଗଲେ, ସଦସ୍ୟ ନୁହଁ ସଭାପତି ହେଇଯାଇଥିଲେ। ପିଲେ ସଭାପତି କ'ଣ ପାଇଁ ହେଲେ? ସିଏ ଦେଖିଲେ ଗାନ୍ଧିଜୀ କ'ଣ ଦେଖିଲେ, ଗାନ୍ଧିଜୀ ଆରେ ତମକୁ ଇଏ ଫଟୋଟା ଦେଖେଇନି ଟିକେ, ଇଏ ହେଉଛନ୍ତି ତମର କ'ଣ, ଇଏ ହେଉଛନ୍ତି ତମର ମୌଲାନା ଆବୁଲ କାଲାମ ଆଜାଦ। ଇଏ ଫଟୋଟା ଭଲସେ ଦେଖିଦିଅ। ତ ଗାନ୍ଧିଜୀ କେବେ ଯୋଗଦାନ ଦେଲେ ନା 1919 ମସିହାରେ ନିଖିଳ ଭାରତୀୟ ଖିଲାଫତ କମିଟିରେ ଯୋଗଦାନ ଦେଇଥିଲେ। ଗାନ୍ଧିଜୀ ଗୋଟେ ଜିନିଷ ଚାହୁଁଥିଲେ, ସେ ଚାହୁଁଥିଲେ ଏକତା। କାହାର ନା ହିନ୍ଦୁ ଆଉ ମୁସଲିମଙ୍କର। ଇଏ ଦେଖିଲେ ଯେ ମୁସଲିମ ମାନେ କ'ଣ ଥିଲା ଗୋଟେ ଆନ୍ଦୋଳନ ଆରମ୍ଭ କଲେ, ଯାହା ନାଁ ହେଉଛି ଖିଲାଫତ ଆନ୍ଦୋଳନ। ତ ସିଏ ସେଇଥିପାଇଁ କହିଲେ ହିନ୍ଦୁମାନେ ତ ଆନ୍ଦୋଳନ କରୁଛନ୍ତି, କାରଣ ସେତେବେଳେ ଆସିକି ଆମର କ'ଣ INC ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସର ଗଠନ ହେଇଯାଇଥିଲା। INC କେବେ ଗଠନ ହେଇଥିଲା? 1885ରେ INCର ତ ଗଠନ ହେଇଯାଇଥିଲା। ଆଉ ତାପରେ 1919ରେ ତ ଇଏ ଗୋଟେ ଆନ୍ଦୋଳନ ଆରମ୍ଭ କଲେନି, କେଉଁମାନେ? ମୁସଲିମ ଭାଇମାନେ। ତ ସେଇଥିପାଇଁ ଇଏ କ'ଣ କଲେ ନା 1919 ମସିହାରେ କ'ଣ ହେଲେ ନା ନିଖିଳ ଭାରତୀୟ ଖିଲାଫତ କମିଟିର ସଭାପତି ହେଇଗଲେ। କାରଣ ଦୁଇ ବାଟୁ ସୁବିଧା ମିଳିଛି, ଏପଟେ ହିନ୍ଦୁମାନେ ବି ତାଙ୍କ ସପୋର୍ଟରେ ଅଛନ୍ତି, ମୁସଲିମ ଭାଇମାନେ ବି ତାଙ୍କ ସପୋର୍ଟରେ ପଳେଇ ଆସିବେ, ଆଉ ଆନ୍ଦୋଳନଟା ଜୋରସୋର ହେବ। ପିଲେ ସେତେବେଳେ କ'ଣ ଗୋଟେ ଚୁକ୍ତି ହେଇଥିଲା, ଯାହା ନାଁ ହେଉଛି ସେପ୍ସ ଚୁକ୍ତି। ସେପ୍ସ ଚୁକ୍ତି। ପିଲେ ଏଇ ଚୁକ୍ତି ଅନୁସାରେ ଇଂରେଜମାନେ କ'ଣ କଲେ, ଯେଉଁ ଖଲିଫାଙ୍କ ଠାରୁ ତାଙ୍କର ଯାହା ଜମି ହେକା ଥିଲା, ତାକୁ ଜମି ହେକାକୁ ସବୁ କ'ଣ ହେଲେ ହଡ଼ପ କରି ନେଇଯାଇଥିଲେ। ତ ଯେହେତୁ ଆନ୍ଦୋଳନ କିଛି ଫାଇଦା ମିଳିଲା ନାହିଁ, ସେଥିପାଇଁ 1920 ମସିହା ଜୁନ ମାସ 9 ତାରିଖରେ କ'ଣ ହେଇଥିଲା ନା ଆହ୍ଲାବାଦ ଠାରେ ଗୋଟେ ସର୍ବଦଳୀୟ କମିଟିର ବୈଠକର ଆୟୋଜନ ହେଇଥିଲା। କେଉଁଠି? ଆହ୍ଲାବାଦଠାରେ। ଏଇଠି ନା କ'ଣ ନିଷ୍ପତ୍ତି ନିଆଗଲା ନା ଇଂରେଜମାନଙ୍କ ଠାରୁ ଆମେ ସବୁ ସମ୍ପର୍କ ଛିନ୍ନ କରିଦେବା। କିଏ? ଗାନ୍ଧିଜୀ ବି ସେଠାରେ ଥିଲେ। ଇଂରେଜମାନଙ୍କ ଠାରୁ ଯେତକ ସବୁ ସମ୍ପର୍କ ଥିଲା ସବୁ ଆମେ କ'ଣ ହେଲା ଛିନ୍ନ କରିଦେଲେ ହେଲା। ହେଲେ ଏଇଠିକିନା ଦୁଇଟା ଏକାଠି ହେଇଥିଲା। ତୁମକୁ ଯଦି କୁହାହେବ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଆଉ ମୁସଲିମ ଲିଗ୍ କେଉଁଠି ଏକା ହେଇଥିଲେ, ମିଶିଥିଲେ, ସିଏ ହେଉଛି କେଉଁଠି? ଆହ୍ଲାବାଦ ସେକ୍ସନରେ ମିଶିଥିଲେ। 1920 ଜୁନ 9 ଆହ୍ଲାବାଦରେ ଯେତେବେଳେ ଗୋଟେ ମିଟିଂଟେ ହେଇଥିଲା, ସେଇଠି କ'ଣ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଆଉ କ'ଣ ଥିଲା ମୁସଲିମ ଲିଗ୍, ଏ ଦୁଇଟା କ'ଣ ହେଇଥିଲା, ଏ ଦୁଇଟା ଯାକ ମିଶି ଯାଇଥିଲେ। ହେଲେ ଯେହେତୁ ଗାନ୍ଧିଜୀ ଦେଖିଲେ ଇଂରେଜମାନଙ୍କ ବିରୁଦ୍ଧରେ ଉଭୟ INC ଆଉ ମୁସଲିମ ଲିଗ୍ ଆସିକି ସପୋର୍ଟ କଲେଣି, ତ ସେଇଥିପାଇଁ ସିଏ କ'ଣ କଲେ 1920 ମସିହାରେ ପିଲେ ଯେଉଁ ଖିଲାଫତ ଆନ୍ଦୋଳନଟା ଥିଲା, ଏଇ ଖିଲାଫତ ଆନ୍ଦୋଳନ 1920ରେ କ'ଣ ହେଲା, 1920 ଅଗଷ୍ଟ 1ରେ ତାକୁ କ'ଣ ଦେଲେ ଅସହଯୋଗ ଆନ୍ଦୋଳନ ବୋଲି। ତାହେଲେ ଫାଷ୍ଟ ଥିଲା କ'ଣ ଖିଲାଫତ ଆନ୍ଦୋଳନ ଥିଲା। ତାପରେ ଗାନ୍ଧିଜୀ କ'ଣ କଲେ, ତାକୁ କ'ଣ କଲେ 1920 ଅଗଷ୍ଟ 1ରେ କ'ଣ କଲେ, ତା ନାଁ ଚେଞ୍ଜ କରିଦେଲେ, ତାକୁ ଅସହଯୋଗ ଆନ୍ଦୋଳନ କରିଦେଲେ। ପିଲେ କ'ଣ ପାଇଁ ଦେଲେ? ଦୁଇଟା ଦେଲେ, ମୁସଲିମ ଲିଗ୍ ମିଶିଲା, ମୁସଲିମ ଲିଗ୍ ଆଉ ଗୋଟେ କିଏ ମିଶିଲା ନା INC ମିଶିଗଲା, ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଦୁଇଟା ମିଶିଗଲା। ସେଥିପାଇଁ ଖିଲାଫତ ଆନ୍ଦୋଳନଟା 1920 ମସିହା ଅଗଷ୍ଟ 1ରେ ଅସହଯୋଗ ଆନ୍ଦୋଳନ ହେଇଗଲା। କିଏ ନା ଗାନ୍ଧିଜୀ ଆକୁ କ'ଣ ଆନୁଷ୍ଠାନିକ ଭାବେ ଘୋଷଣା କରିଦେଲେ। କିଏ? ଗାନ୍ଧିଜୀ ଘୋଷଣା କରିଦେଲେ। ତାପରେ ଦେଖିବା ଜାଲିଆନାବାଗ ହତ୍ୟାକାଣ୍ଡ ବିଷୟରେ।
तुम विषय जालियानवाला बाग हत्याकांड विषय लिखिनी फास्ट विषयटा लिखी तो ये पढ़ेदा जालियानवाला बाग हत्याकांड पढ़ेदा फास्ट विषय पढ़ेला भी कहे बोले जालियानवाला बाग हत्याकांड बोले जालियानवाला बाग कौन जालियानवाला बाग गोटे जगार ना कौटी अच्छी यहाँ हूँ अमृतसर अच्छी अमृतसर फटोटा गांधीजी नहीं जाए ये जालियानवाला बाग हत्याकांड फटोटा लगेदा यहाँ हूँ जालियानवाला बाग हत्याकांड हम देखु तो फटोरे एपटे इंग्रेज सैन्य मैंने ठिया ठिया एपटे गुली चालना कर किए मारी सब किए गुली चालना करते भी फटो अच्छे लगे सी होती यही मनीषटी कही ना हूँ जेनेल डायर ये जेनेल डायर ये हत्याकांड करते जालियानवाला बाग हत्याकांड अमृतसर पे कौन अमृतसर हत्याकांड करते लोक तो सदाबे एकाठी हाँ तो लोक से कौन एकाठी होते एत संख्या लोक कौन एकाठी होते जो थे ये गुली चालना करते आम आज प्रथम पढ़िया कौन एकाठी होते गुली चालना कौन होता 1919 मसीह इंग्रेज मैंने गोटे 1919 मसीह इंग्रेज मैंने गोटे आक्ट आनिक जहाँ ना हूँ कौन रौलता आक्ट रौलता आक्ट बोले जो रौलता आक्ट रे कौन होता ना नो अपील नो वकील नो दलील नो अपील मैंने कौन तुम मन रास्ता जाऊ इंग्रेज मैंने आसिले तुमको टेकी नहीं गले नहीं कौन कौटी गले ना कारागार तुमको बंदी करदे नो अपील तुम कि अपील कर तुम आसे तुम तुमको टेकी नियंतु कि तुमको बाड़ातु कि जहाँ करूँ तुम सहित तुम कि अपील कर ना बोले कौ आक्ट यहाँ रौलता आक्ट नो वकील वकील मैंने कौन बोले आम जो तुम जान तो मु मनकर पुलिस धरी नहीं गला बोली जो गोटे केस है तुम कौन वकिल को डाकुच सेमती तुम वकिल फकिल है किसी डाक पार ना आउ गोटे हूँ नो दलील किसी तुम दलील किसी प्रमाण पत्र किसी आवश्यकता ना सीधा आसी तुमको धरिकी नहीं कौन कारागार बंदी करदेवे यहाँ किए आपको ये आक्टर ना हूँ कौन रौलता आक्ट बोले ये रौलता आक्ट यहाँ ठीक कथा कि ठीक भूल कथा तो से आम दिज नेता थे है दिज नेता कौटे थे ना अमृतसर दिज नेता थे जहाँ 1919 मसीहा 1919 मसीहा एप्रिल 10 तारीख हाँ एप्रिल 10 तारीख दिन तांकु पुलिस बांधि नहीं पड़ेगा ना हूँ जन ना हूँ डॉक्टर सत्यपाल आउ जन ना हूँ 1 नंबर आउ जन ना हूँ डॉक्टर सैफुद्दीन किचलु दिज नेता थे कौटी अमृतसर डॉक्टर सत्यपाल डॉक्टर सैफुद्दीन किचलु आंक दिज कौन गले इंग्रेज मैंने बंदी करके नहीं गले बोले कौ आईन अनुसार तुम रौलता आक्ट अनुसार बंदी करके नहीं गले तो से कौन कले लोक मैंने सब क्षुब्ध हो गले कहले लोक तो किसी आम करना आम नेता को कौन देले बंदी कर नहीं गले तो से गोटे पर्व बोले पालन बैशाखी पर्व जोटा कि आमर ओडिशा रे कौन कहते गोटे पणा संक्रांति बोली कहते जानथ पणा संक्रांति है सॉरी पणा हाँ तब पणा संक्रांति बोली कहते तो से कौन थे पे सब विभिन्न विभिन्न जगह विभिन्न प्रकार ना अच्छे है तो ताकू कौन कहुए कहुए बैशाखी पर्व कहुए कौटी अमृतसर कौन बैशाखी पर्व ताकू कहती कौटी अमृतसर कहती माने से पंजाब अंचल कहते बैशाखी पर्व ये गोटे जगह था जो जालियानवाला बाग तो से कौन था समस्ते आसिक एकाठी होते तुम फटो देखुव ये फटोटे जे समस्ते केते लोक थे आसिक एकाठी होते कौ आंदोलन क्या विरुद्ध आंदोलन करते
ନା ଯେହେତୁ ତାଙ୍କ ନେତାକୁ ବାନ୍ଧିକି ନେଇଥିଲେ, ଦୁଇ ଜଣ ନେତାକୁ, ଜଣକ ହେଉଛି ଡକ୍ଟର ସତ୍ୟପାଲ ଆଉ ଜଣକ ହେଉଛି ଡକ୍ଟର ସୈଫୁଦ୍ଦିନ କିଚଲୁ। କେଉଁ ଆଇନ ଅନୁସାରେ ବାନ୍ଧିକି ନେଇକି ଯାଇଥିଲେ? ନା ନେଇଥିଲେ ରଲତା ଆଇନ ଅନୁସାରେ ତାଙ୍କୁ ବାନ୍ଧିକି ନେଇକି ଯାଇଥିଲେ। ତ ସେଇଥିପାଇଁ କ'ଣ ହେଲା, ସବୁ ଲୋକମାନେ ଆସି ଏକାଠି ହେଇକି ବିରୋଧ ପ୍ରଦର୍ଶନ କରୁଥିଲେ। ସେଇଥିପାଇଁ କ'ଣ କରିଥିଲେ, ଜେନେରାଲ ଡାୟାର ତାଙ୍କୁ କ'ଣ କହିଥିଲେ, ତାଙ୍କୁ ସବୁ ଲୋକ ଯେଉଁ ପୋଲିସ ମାନଙ୍କୁ କହିଥିଲେ କି ତମେ ତାଙ୍କୁ ଗୁଳିଚାଳନା କର। ତ ମୁଁ ମନକୁ ଆସିଥିବ, ଆରେ ଗୁଳିଚାଳନା କରିଥିଲେ, ଗୁଳିଚାଳନା କଲେ ତ ସବୁ ଅଧା ଲୋକ ଦୌଡ଼ିକି ପଳେଇଥାନ୍ତି, ଏତେ ଲୋକ କେମିତି ମଲେ? ତ ମୁଁ ଫଟୋରେ ଦେଖାଯାଉଛି କି ଗୋଟେ ସାଇଡ଼୍ରେ ସେମାନେ ସବୁ ଠିଆ ହେଇଛନ୍ତି। ପିଲେ ଦେଖ, ଏଇଟା ହେଉଛି ମନେ ଜାଲିଆୱାଲା ବାଗ ଜାଗାଟା। ପିଲେ ଏଇଠି ଆର ଏଣ୍ଟ୍ରାନ୍ସ ଥିଲା ଗୋଟିଏ ଗେଟ୍ ହେଲା, ଏଇ ଏଣ୍ଟ୍ରାନ୍ସ ଥିଲା ଗୋଟିଏ ଗେଟ୍ରେ ଏଣ୍ଟ୍ରାନ୍ସ ଥିଲା। ଏଇପଟୁ ଲୋକ କ'ଣ ହେଉଥିଲେ, ଆସୁଥିଲେ, ଆସିକି ଏଇଠିକିନା ସବୁ କ'ଣ ଥିଲେ, ବୈଠକ ହେଉଥିଲେ। ପିଲେ ଆର ଗୋଟେ ସାଇଡ଼୍ରେ କ'ଣ ଥିଲା, ଗୋଟେ କୁହଟେ ଥିଲା ହେଲା, ମନେ କର ଏଇଟା ହେଉଥିଲା ଏଣ୍ଟ୍ରାନ୍ସ। ପିଲେ ଯିବା ଆସିବାକୁ ଗୋଟିଏ ମାତ୍ର ରାସ୍ତା ଥିଲା ହେଲା। ତ ଗୋଟେ ଥିଲା, ଗୋଟେ କୁହଟେ ଥିଲା। ପିଲେ ଏଇପଟେ ଯେତେବେଳେ ଆସିଲେ ଇଂରେଜମାନେ, ଏଇପଟେ ଆସିକି ଏଇଠି ନା ଗେଟ୍ ବନ୍ଦୀ କରିଥିଲେ। ଏଇମାନଙ୍କରେ ସବୁ କ'ଣ ଥିଲେ, ଠିଆ ହେଇପଡ଼ିଲେ। ଫଟୋରେ ଦେଖାଯାଉଥିବ ଯେ ଠିଆ ହେଇଛନ୍ତି କେମିତି ହେଲା। ଏଇମାନଙ୍କର ଇଂରେଜମାନେ ଠିଆ ହେଇପଡ଼ିଥିଲେ। ଏପଟେ ଯେତେବେଳେ ସବୁ ଲୋକ ଏଇଠିକିନା ସବୁ ସଭାରେ ବସିଥିଲେ, ଗୋଟିଏ ଆଡ଼ୁ କ'ଣ କଲେ, ଗୁଳିଚାଳନା କରିଥିଲେ। ପିଲେ ଗୁଳିଚାଳନା କରିବା ଫଳରେ କ'ଣ ହେଲା, କେତେ ଲୋକ ମରିଯାଇଥିଲେ, କେତେ ଜଣଙ୍କ ଆହତ ହେଇଥିଲେ। ପିଲେ ଗୋଟେ ରିପୋର୍ଟ ଅଛି ଇଂରେଜମାନଙ୍କ ରିପୋର୍ଟ, ଆଉ ଗୋଟେ ହେଉଛି ମାନେ କ'ଣ, ଗାନ୍ଧିଜୀଙ୍କ ରିପୋର୍ଟ। ଇଂରେଜମାନଙ୍କ ରିପୋର୍ଟ ଅନୁସାରେ 379 ଜଣ କ'ଣ ହେଇଥିଲେ, ମରିଥିଲେ, ଆଉ ଆହତ ହେଇଥିଲେ 1200 ଜଣ। ହେଲେ ଆଙ୍କର ଯେତିକି ଆହତ ହେଇଥିଲେ ଗାନ୍ଧିଜୀଙ୍କ ରିପୋର୍ଟ ଅନୁସାରେ ସେତିକି ଜଣ ମରିଥିଲେ। ମାନେ କ'ଣ, 1200 ଜଣ ମରିଯାଇଥିଲେ, ଆଉ କ'ଣ 3600 ଜଣ କ'ଣ ହେଇଥିଲେ, ଆହତ ହେଇଥିଲେ। ହଁ ପିଲେ ମୁଁ କହୁଥିଲି, ପିଲେ ଏପଟେ ଆସିଲେ ଇଂରେଜମାନେ ଆସିକି କ'ଣ ହେଇଥିଲେ, ଟିକେ ଗୁଳିଚାଳନା କରିଥିଲେ। ପିଲେ ଅଧା ଲୋକ ମରିଯାଇଥିଲେ ହେଲା। ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ଯାଏଁ ସମସ୍ତଙ୍କୁ ସେମାନେ ମାରି ପକାଇଥିଲେ। ଦଳେ କ'ଣ କଲେ ନା, ଏଇ କୁହଁରେ ବି ଦଳେ ଡେଇଁ ପଡ଼ିଥିଲେ କାରଣ ବଞ୍ଚିବା ପାଇଁ। କିନ୍ତୁ ଇଂରେଜମାନେ ଯାଇଥିଲେ ଏଇ କୁହ ପାଖକୁ ଯାଇକି ତଳ ମୁହାଁ କରିକି ପୁଣି ଗୁଳି ମାରି ଦେଇଥିଲେ। ହେଲେ ଇଏ ହେଉଛନ୍ତି ସେଇ କ'ଣ, ଜେନେରାଲ ଡାୟାର ହେଲା, ଜଣେ ଅତ୍ୟନ୍ତ ଭଦ୍ର ଲୋକ ଇଏ ଜେନେରାଲ ଡାୟାର ହେଲା। ତାପରେ କ'ଣ, ତାପରେ ଜେନେରାଲ ଡାୟାରଙ୍କ ତାପରେ ଗୋଟେ କମିଟି ଗଠନ କରାଯାଇଥିଲା। ପିଲେ ଏଇ ଯେଉଁ ହତ୍ୟାକାଣ୍ଡ ପାଇଁ ତା ନାଁ ହେଉଛି ହଣ୍ଟର କମିଟି। ହଣ୍ଟର କମିଟି କ'ଣ କହିଲା, ହଣ୍ଟର କମିଟି କହିଲା ନା, ଇଏ ଅତ୍ୟନ୍ତ ଭଦ୍ର ଲୋକ, ଇଏ ବହୁତ ବଢ଼ିଆ କାମ କରିଛନ୍ତି, ଯେଉଁ ଲୋକମାନଙ୍କୁ ହତ୍ୟା କରିକି ବହୁତ ଉତ୍ତମ କାମ କରିଛନ୍ତି। ସେଇଥିପାଇଁ ତାଙ୍କୁ କ'ଣ ହେଲା, ତାଙ୍କୁ ସେମାନେ ପ୍ରାଇଜ୍ ଦେଇଥିଲେ। ଆଜି ପାଇଁ ଏତିକି ବଢ଼ିଆ, ଆଉ ଆର ପିରିୟଡ଼କୁ ଆଉ ଟିକେ ଅଧିକ ପଢ଼େ।